ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ। ନୀଳଗିରି ଗାଁରେ ରଘୁନାଥ ବାବୁ ଜଣେ ଅତି ଗରିବ ଦିନ ମଜୁରିଆ ଥିଲେ। ସେ ସାରାଦିନ ବିଲରେ କାମ କରୁଥିଲେ ମଧ୍ୟ ତାଙ୍କ ମନ ସଦାବେଳେ ଜଗନ୍ନାଥଙ୍କ ଚରଣରେ ରହୁଥିଲା। ମୁହଁରେ ସବୁବେଳେ ଥାଏ ଜୟ ଜଗନ୍ନାଥ ନାମ। ଚଳିତ ବର୍ଷ ବର୍ଷା ଦିନେ ସେ ପଡ଼ୋଶୀ ଗାଁର ଜଣେ ଜମିଦାରଙ୍କ ବିଲରେ ଦୀର୍ଘ ଦିନ ଧରି ଧାନରୁଆ କାମ କରି ଆସୁଥିଲେ। ଆଉ ସେହି ଧାନରୁଆ ମଜୁରୀ ଟଙ୍କା ପାଇଲେ ତାଙ୍କର ଘର ଚଳିବ ଏବଂ ସେ ସେଥିରୁ କିଛି ଟଙ୍କା ସଞ୍ଚୟ କରି ରଥଯାତ୍ରାରେ କାଳିଆ ସାନ୍ତଙ୍କୁ ଦର୍ଶନ କରିବାକୁ ପୁରୀ ଯିବେ। ଏହା ଥିଲା ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ। ଜମିଦାର ମଜୁରୀ ଟଙ୍କା ଦେବାକୁ ଡାକିବାରୁ ରଘୁନାଥ ବାବୁ ଦିନେ ସନ୍ଧ୍ୟା ସମୟରେ ନିଜ ସାଇକେଲ ଧରି ଖୁସି ମନରେ ଟଙ୍କା ଆଣିବାକୁ ବାହାରି ପଡ଼ିଲେ। କିନ୍ତୁ ଯିବାବେଳେ ସେ ସବୁଦିନ ଭଳି ମହାପ୍ରଭୁଙ୍କୁ ସ୍ମରଣ କରି ତାଙ୍କୁ ମୁଣ୍ଡିଆ ମାରି ସେ ବାହାରି ପଡ଼ିଥିଲେ ଜମିଦାରଙ୍କ ପାଖକୁ ଟଙ୍କା ଆଣିବାକୁ। ହେ ପ୍ରଭୁ ଚକାନୟନ, ସବୁ ତୁମରି ଇଚ୍ଛା କହି ସେ ସାଇକେଲ ଖଣ୍ଡିଏ ଧରି ବାହାରି ଯାଇଥିଲେ ଜମିଦାରଙ୍କ ଘରକୁ। କିନ୍ତୁ ଜମିଦାରଙ୍କ ଘରକୁ ଯିବା ବାଟରେ ଏହିଭଳି କିଛି ଦୁର୍ଘଟଣା ଘଟି ଯାଇଥିଲା ଯାହା ତାଙ୍କୁ ଆଜି ମୃତ୍ୟୁଦଣ୍ଡକୁ ଠେଲି ଯାଉଥିଲା। କିନ୍ତୁ ମହାପ୍ରଭୁଙ୍କର ଅପାର କରୁଣା ଆଉ ତାଙ୍କର ଦୃଢ଼ ଭକ୍ତି ବିଶ୍ୱାସ ଯୋଗୁଁ ଆଜି ମହାପ୍ରଭୁ ତାଙ୍କୁ ଉଦ୍ଧାର କରି ରଖିଛନ୍ତି ବୋଲି ସେ କୁହନ୍ତି। ତ ଏହି ସୁନ୍ଦର ଅନୁଭୂତିଟିକୁ ଶୁଣିବା ପୂର୍ବରୁ ଯଦି ଆପଣମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକିଏ ହେଲେ ବିଶ୍ୱାସ ଭରସା କରୁଥାନ୍ତି, ସୁନ୍ଦର କମେଣ୍ଟଟିଏ ଲେଖିବା ସହିତ ଯଦି ଚ୍ୟାନେଲକୁ ସର୍ବପ୍ରଥମେ ଆସିଥାନ୍ତି ତାହେଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଏହିପରି ସୁନ୍ଦର ସୁନ୍ଦର ମହାପ୍ରଭୁଙ୍କର ଅନୁଭୂତି ଗୁଡ଼ିକୁ ଆପଣମାନେ ସର୍ବପ୍ରଥମେ ମୋ ଚ୍ୟାନେଲରେ ଶୁଣିପାରିବେ। ଆଉ ଯଦି ଆପଣମାନଙ୍କ ଠାରେ ଏହିପରି ମହାପ୍ରଭୁଙ୍କର କିଛି ଅନୁଭୂତି ଥାଏ ତାହେଲେ ମୋତେ ଇମେଲ୍ ଦ୍ୱାରା sagarbeera857@gmail.comରେ ପଠାଇ ପାରିବେ। ମୁଁ ଆପଣଙ୍କର ଅନୁଭୂତିକୁ ସବୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି। ଜୟ ଜଗନ୍ନାଥ। ତ ଆସନ୍ତୁ କାହାଣୀଟିକୁ ଆରମ୍ଭ କରିବା। ନୀଳଗିରି ଗାଁର ରଘୁନାଥ ବାବୁ ପେଶାରେ ଜଣେ ଦିନ ମଜୁରିଆ, କିନ୍ତୁ ମହାପ୍ରଭୁଙ୍କର ଅପୂର୍ବ କୃପା ଲାଭ କରିବା ଆଉ ମହାପ୍ରଭୁଙ୍କ ଠାରେ ଥିବା ଆମର ଭକ୍ତି ଆଉ ଭାବନାକୁ ସୁଦୃଢ଼ କରିଦେଇଛି। କାରଣ ତାଙ୍କର ଏହି ଭକ୍ତିମୟ ପରିବେଶ ଆଜି ଆମକୁ ଏକ ଦିଗ୍ଦର୍ଶନର ମାର୍ଗ ଦେଖାଇ ଦେଇଛି। ଜମିଦାରଙ୍କ ଘରୁ ମଜୁରୀ ଟଙ୍କା ନେଇ ଫେରିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଚାରିଆଡ଼େ କଳାହାଣ୍ଡିଆ ମେଘ ମାଡ଼ି ଆସି ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥାଏ। କାଦୁଅ ରାସ୍ତା, ଚାରିଆଡ଼େ ଅନ୍ଧାର ଏବଂ ବିଜୁଳିର ଘଡ଼ଘଡ଼ି। ରଘୁନାଥ ଦ୍ରୁତ ଗତିରେ ସାଇକେଲ ଚଳାଇ ଗାଁ ଅଭିମୁଖେ ଫେରୁଥିଲେ। ଗାଁ ମୁଣ୍ଡ ନିଛାଟିଆ ପକ୍କା ରାସ୍ତା ଉପରୁ ଉଠିବା ସମୟରେ ହଠାତ୍ ସାମ୍ନା ପଟୁ ଗୋଟିଏ ବେପାରୁଆ ଟ୍ରକ୍ ଅତି ଦ୍ରୁତ ଗତିରେ ମାଡ଼ି ଆସିଲା। ତୀବ୍ର ଆଲୋକରେ ରଘୁନାଥଙ୍କ ଆଖି ଝଲସିଗଲା। ତାଙ୍କୁ ହଠାତ୍ କିଛି ଦେଖାଗଲାନି। ସେ ନିଜକୁ ସମ୍ଭାଳିବା ପୂର୍ବରୁ ଟ୍ରକ୍ଟି ତାଙ୍କ ସାଇକେଲକୁ ଜୋରଦାର ଧକ୍କା ଦେଲା। ରଘୁନାଥ ସାଇକେଲରୁ ଛିଟିକି ପଡ଼ି ରାସ୍ତା କଡ଼ର ଗଭୀର ନାଳ ମଧ୍ୟକୁ ଖସି ପଡ଼ିଲେ। ତାଙ୍କ ମୁହଁରୁ କେବଳ ଗୋଟିଏ ଶବ୍ଦ ବାହାରିଥିଲା, ଆହେ ଜଗନ୍ନାଥ, ଏବଂ ସେ ଅଚେତ ହୋଇ ପଡ଼ିଯାଇଥିଲେ ସେହି ନାଳ ମଧ୍ୟରେ। ତାଙ୍କ ମୁଣ୍ଡରୁ ରକ୍ତ ବୋହି ଚାଲୁଥିଲା ଏବଂ ସେହି ନାଳ ମଧ୍ୟରେ ଥିବା ପାଣି ଗୁଡ଼ିକ ରକ୍ତାକ୍ତ ହୋଇଯାଇଥିଲା। ରକ୍ତାକ୍ତ ହୋଇ ନାଳ ମଧ୍ୟରେ ପାଣି ଗୁଡ଼ିକ ଭାସି ଯାଉଥାଏ ଏବଂ ପ୍ରବଳ ବର୍ଷାରେ ସେହି ନିଛାଟିଆ ଅନ୍ଧାର ଜାଗାରେ ତାଙ୍କୁ ସାହାଯ୍ୟ କରିବାକୁ କେହି ନଥାନ୍ତି। କ'ଣ କରିବେ କ'ଣ ନାହିଁ ସେ ଖାଲି ଟିକିଏ ଟିକିଏ ଭାବୁଥାନ୍ତି। କିନ୍ତୁ ସେହି ଅବସ୍ଥାରେ ତାଙ୍କର ଚେତା ମଧ୍ୟ ଚାଲି ଯାଇଥିଲା। ଠିକ୍ ସେହି ସମୟରେ ସେହି ଜନଶୂନ୍ୟ ରାସ୍ତାରେ ସହରରୁ ଜଣେ ପ୍ରତିଷ୍ଠିତ ଡାକ୍ତର ସୁମିତ ବାବୁ ନିଜ କାର୍ରେ ନିଜ ଗାଁକୁ ଫେରୁଥିଲେ। ସାଧାରଣତଃ ସେହି ରାସ୍ତାରେ ସେ ଯାଆନ୍ତି ନାହିଁ, କିନ୍ତୁ ସେଦିନ କେଉଁ ଏକ ଅଜଣା ପ୍ରେରଣାରେ ସେ
ମୁଖ୍ୟ ରାସ୍ତା ଛାଡ଼ି ସେହି ବାଇପାସ୍ ରାସ୍ତାରେ ଆସିଥିଲେ। ଠିକ୍ ଦୁର୍ଘଟଣା ସ୍ଥଳ ନିକଟରେ ହଠାତ୍ ତାଙ୍କର ଚାଲୁଥିବା କାର୍ଟି ବନ୍ଦ ହୋଇଯାଇଥିଲା। ଡାକ୍ତର ବାବୁ ବର୍ଷାରେ ବାହାରକୁ ଆସି କାର୍ ବନେଟ୍ ଖୋଲି ଦେଖିବା ସମୟରେ ରାସ୍ତା କଡ଼ରୁ କେହି ଜଣେ ତାଙ୍କ ରକ୍ତାକ୍ତ ଶରୀରକୁ ଦେଖିପାରିଥିଲେ ଏବଂ ତାଙ୍କର ସେହି ରକ୍ତାକ୍ତ ଶରୀରରୁ ଟିକିଏ ଟିକିଏ ସ୍ପନ୍ଦନର ଶବ୍ଦ ମଧ୍ୟ ସେ ଶୁଣିପାରିଥିଲେ। ଏବଂ ତାହା ମାତ୍ରେ କି ସେ ସେଠାକୁ ଯାଇଥିଲେ ଏବଂ ସେଠାରେ ଯାଇ ଦେଖିଲେ ଯେ ଲୋକଟି କ୍ଷତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛି ଏବଂ ତା ହାତରେ ମୁଠାଏ ଟଙ୍କା ରହିଛି। କିନ୍ତୁ ସେଦିନ ସେହି ଟଙ୍କାକୁ ଯେତେବେଳେ ରଘୁନାଥ ବାବୁ ନେଇକି ଆସିଥିଲେ, ଆକ୍ସିଡେଣ୍ଟ ସମୟରେ ତାଙ୍କ ହାତରେ ଥିବା ଟଙ୍କା ସେହି ଟଙ୍କା ହାତରେ ସେମିତି ରହିଥିଲା। ଏବଂ ଏହାପରେ ସୁମିତ ବାବୁ ତାଙ୍କୁ ଯେମିତି ହଠାତ୍ ଦେଖିଛନ୍ତି, ସେ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାଣ ବିକଳ ଚେଷ୍ଟା କରି ସେ ନାଳ ମଧ୍ୟକୁ ଚାଲି ଯାଇଥିଲେ। ଏହା ଦେଖି ଡାକ୍ତର ସୁମିତ ବାବୁ ଆଉ ଟିକିଏ ବି ବିଳମ୍ବ ନ କରି ରଘୁନାଥଙ୍କୁ ନିଜ କାର୍ ପଛ ସିଟ୍ରେ ଶୁଆଇ ଦେଲେ। ଆଶ୍ଚର୍ଯ୍ୟର କଥା, ସେହି କାର୍ଟି ଷ୍ଟାର୍ଟ ହେଉନଥିଲା। ତାହା ଏବେ ଗୋଟିଏ ଚେଷ୍ଟାରେ ଷ୍ଟାର୍ଟ ହୋଇଗଲା। ସେ ତୁରନ୍ତ ତାଙ୍କୁ ସହରର ବଡ଼ ମେଡ଼ିକାଲକୁ ନେଇଗଲେ ଏବଂ ନିଜ ତତ୍ତ୍ୱାବଧାନରେ ଜରୁରୀକାଳୀନ ଅସ୍ତ୍ରୋପଚାର କରି ରଘୁନାଥଙ୍କର ଜୀବନ ବଞ୍ଚାଇଲେ। ପରଦିନ ସକାଳେ ଯେତେବେଳେ ରଘୁନାଥଙ୍କର ଚେତା ଫେରିଲା, ସେ ନିଜକୁ ମେଡ଼ିକାଲ ଶେଯରେ ଦେଖିଲେ। ଡାକ୍ତର ସୁମିତ ବାବୁ ତାଙ୍କ ପାଖକୁ ଆସି ହସି ହସି ତାଙ୍କ ମଜୁରୀ ଟଙ୍କାତକ ତାଙ୍କ ହାତରେ ଦେଇ କହିଲେ, ତୁମେ ବଡ଼ ଭାଗ୍ୟବାନ ରଘୁବାବୁ। କାଲି ରାତିରେ ମୋ ଗାଡ଼ି ସେହି ରାସ୍ତାରେ ଖରାପ ହେବା ଏବଂ ମୁଁ ଜଣେ ଡାକ୍ତର ହୋଇ ସେଠାରେ ପହଞ୍ଚି କୌଣସି ସଂଯୋଗ ନଥିଲା। ଏହା ବହୁତ ବଡ଼ ସେହି ମହାପ୍ରଭୁଙ୍କର ସଂଯୋଗ ଥିଲା। ମହାପ୍ରଭୁଙ୍କର ଅପାର କରୁଣା ଆପଣଙ୍କ ଉପରେ ଅଛି। ଆପଣ ଜଣେ ଭାଗ୍ୟବାନ ମଣିଷ। ଏମିତି କହିଲେ ସଞ୍ଜୀବ ବାବୁ। ଏବଂ ସଞ୍ଜୀବ ବାବୁ ମୋତେ କେହି ଜଣେ ସେଠାକୁ ତୁମ ଜୀବନ ବଞ୍ଚାଇବାକୁ ପଠାଇ ଦେଇଥିଲା ବୋଲି ସେ କହିଲେ। ରଘୁନାଥଙ୍କ ଆଖିରୁ ଲୁହ ବୋହିଗଲା। ସେ ମେଡ଼ିକାଲ କାନ୍ଥରେ ଥିବା ଜଗନ୍ନାଥ ଫଟୋଙ୍କୁ ଚାହିଁ ହାତ ଯୋଡ଼ି କହିଲେ, ହେ ଚକାନୟନ, ମୁଁ ତୁମକୁ ଡାକିଥିଲି। ତୁମେ ନିଜେ ଆସି ଡାକ୍ତର ବାବୁଙ୍କ ରୂପରେ ମୋର ପ୍ରାଣ ରକ୍ଷା କଲ। ତୁମ ଲୀଳା ଅପାର। ତାଙ୍କର ଦୃଢ଼ ବିଶ୍ୱାସ ହେଲା ଯେ ମହାପ୍ରଭୁ ସଦାବେଳେ ତାଙ୍କ ଭକ୍ତର ସାଙ୍ଗରେ ରହିଥାନ୍ତି ଆଉ ଭକ୍ତଙ୍କର ଡାକ ଶୁଣିଥାନ୍ତି। ଏହିପରି ସୁନ୍ଦର ଅନୁଭୂତିଟି ଆଜି ତାଙ୍କ ମନରେ ପ୍ରେରଣା ଦେଇଛି ଏବଂ ମହାପ୍ରଭୁଙ୍କ ଉପରେ ବିଶ୍ୱାସ ଭରସା ଆହୁରି ବଢ଼ାଇ ଦେଇଛି ଏବଂ ସେ ଏ ବର୍ଷ ରଥଯାତ୍ରା ଦେଖିବା ପାଇଁ ସୁନିଶ୍ଚିତ ଯିବେ ଏବଂ ମହାପ୍ରଭୁଙ୍କୁ ସୁନ୍ଦର ଭେଟିଟିଏ ଦେବେ, ଯାହା ଆଜି ମହାପ୍ରଭୁଙ୍କ ଠାରେ ତାଙ୍କର ଦୃଢ଼ ବିଶ୍ୱାସ ଶକ୍ତିକୁ ବଢ଼ାଇ ଦେଇଛି। ତ ଏହି ସୁନ୍ଦର ଅନୁଭୂତିଟି ଆପଣମାନଙ୍କୁ କେମିତି ଲାଗିଛି ମତାମତ ଦ୍ୱାରା ନିଶ୍ଚିତ ଜଣାଇବେ। ଜୟ ଜଗନ୍ନାଥ।